ट्यूशन। हेलो माय डियर स्टूडेंट्स, क्षमा करेंगे एत दिन क्लास हो पारानी किसी असुविधा जो करनी। निश्चित भाव मुझे चेष्टा करी आगामी दिन में केमी धीरे धीरे क्लास बाय डे क्लास अपलोड करते व्यस्तबहुल जीवन मध्य सब जिन समय देते पड़ू। ठीक है, किसी प्राइवेट वर्क्स रोचे जो मो यूट्यूब चैनल को कंटिन्यू कर पारनी कि चेष्टा करी जिते टाइम बाहर करके यूट्यूब मोर ऑनलाइन गाइस में जो स्टूडेंट्स माने को देखुଛନ୍ତି ସେଥିପାଇଁ ପ୍ରଥମେ ଆପଣଙ୍କୁ ଧନ୍ୟବାଦ ଜଣାଉଛି। ତେବେ ଆଜି ଆମେ ପଢିବା ଗୋଟେ ଫିଫ୍ଥ ଚାପ୍ଟର ଯୋଉଟା କି ହାଫ ଇୟରଲି ହଉ ଆନୁଆଲ ଗୋଟେ ଇମ୍ପୋର୍ଟାଣ୍ଟ ଯୋଉ ଚାପ୍ଟର କହନ୍ତି, ଯୋଉଟା କି ସବୁ କ୍ଲାସ ର ମେ ବି 10th 9th ରେ ଏଇଟା ବେସିକାଲି ରହୁଛି, ଯୋଉଟା ହେଲା ଜନସଂଖ୍ୟା, ଯୋଉଟା ଲାଷ୍ଟ ଚାପ୍ଟର ରହିଛି। ନିଶ୍ଚିତ ଭାଇ ଭିଡିଓ ରୁହନ୍ତୁ, ଏ ଭିଡିଓରେ କନସେପ୍ଟ ୱାଇଜ ଆର ମେ ବି 3ଟା ପାର୍ଟ ହବ। 3ଟା ପାର୍ଟ ଅନୁସାରେ ଆପଣଙ୍କୁ ଧୀରେ ଧୀରେ କରି କନସେପ୍ଟ, ବେଶୀ ବଡ ବଡ ଲେନ୍ଦି କ୍ଲାସ କରିବନି, ବେଳେ ବେଳେ ବହୁତ ବଡ ବଡ ଯଦି ଲେନ୍ଦି କ୍ଲାସ ରହିବ ତେବେ ପିଲାଙ୍କୁ ଏଟା ଭଲ ଲାଗିବନି। ତେଣୁ ଆମେ ବହୁତ କମ କମ କ୍ଲାସ କରିବା ଦ୍ୱାରା ଯୋଉଟା କି ଆମେ ପୁରା କ୍ଲିୟରଲି ଆକୁ ରିଭାଇଜ କରିପାରିବା, ବୁଝିପାରିବା, ଯୋଉଟା କି ଆମକୁ କାମ ଦେବ। ଓକେ, ତେବେ ଷ୍ଟେ ଟ୍ୟୁନ୍ ରୁହନ୍ତୁ ଏବଂ କ୍ଲାସଟିକୁ ଏନ୍ଜୟ କରନ୍ତୁ। ଏବେ ଚାଲନ୍ତୁ ଆରମ୍ଭ ଜନସଂଖ୍ୟା ଚାପ୍ଟରଟି। ତେବେ ଜନସଂଖ୍ୟା କାହା ପାଇଁ? ମନୁଷ୍ୟର ହିଁ ସମ୍ବଳର ସ୍ରଷ୍ଟା ଏବଂ ଉପଦେକ୍ତା। ତେଣୁ ମାନବ ବିହୀନ ଏକ ମନୁଷ୍ୟକୁ ପରିକଳ୍ପନା କରାଯାଇ ପାରିବ ନାହିଁ। ମନୁଷ୍ୟ ସମ୍ବଳର ଉପଯୋଗ କରିବା ସହିତ ସାମାଜିକ ସାଂସ୍କୃତିକ ପରିବେଶ ଦୃଷ୍ଟି ଏକ ମାଧ୍ୟମ, ଯାହାକୁ ମନୁଷ୍ୟକୁ ଏକ ପ୍ରକାର ମାନବ ସମ୍ବଳ ପ୍ରତି ଆଖ୍ୟା ଦିଆଯାଇଛି। ଯଦି ମଣିଷ ତାର ବୈଷୟିକ ଜ୍ଞାନ ଓ କୌଶଳ ଦ୍ୱାରା କୋଇଲାର ଉପଯୋଗ କରିନଥାନ୍ତା, ତେବେ କୋଇଲାକୁ ମଧ୍ୟ ଆମେ ସମ୍ବଳ କହିପାରିବା ନାହିଁ। ତେବେ ଅର୍ଥ କଣ ଯେ ମନୁଷ୍ୟ ସମସ୍ତ ପ୍ରକାର ଜିନିଷକୁ ଆରମ୍ଭ କରୁଛି ଏବଂ ମନୁଷ୍ୟକୁ ସେଇଥିପାଇଁ ଗୋଟେ ସମ୍ବଳ ଦ୍ୱାରା ମଧ୍ୟ ଆଖ୍ୟା କରାଯାଇଛି। ଏବଂ ମନୁଷ୍ୟକୁ ସାଧାରଣତଃ ଜନସଂଖ୍ୟାରେ କାରଣ ଗଣନା କରାଯାଏ। କାହା କୁହାଯିବ ନା କୌଣସି ଦେଶର ଏକ ନିର୍ଦ୍ଦିଷ୍ଟ ସମୟରେ ବସବାସ କରୁଥିବା ସମସ୍ତ ଲୋକଙ୍କୁ ସେଇ ଦେଶର ଜନସଂଖ୍ୟା କୁହାଯିବ। ମାନବ ସମ୍ବଳ ଗୁରୁତ୍ୱ ଦୃଷ୍ଟିରେ ରଖି ଆମ ଦେଶକୁ ତଥା ବଣ୍ଟନ, ଜନସଂଖ୍ୟାର ବୃଦ୍ଧିର ହାର, ବୟସ ବିନ୍ୟାସ, ସ୍ତ୍ରୀ ପୁରୁଷର ଅନୁପାତ, ଜନସଂଖ୍ୟା ବୃଦ୍ଧିକୁ ପ୍ରଭାବିତ କରୁଥିବା କାରକ, ସ୍ଥାନାନ୍ତରୀକରଣ, ସହରୀକରଣ, ବୃତ୍ତିଗତ ଗଠନ, ନିର୍ଭରଶୀଳ ଜନସଂଖ୍ୟା ତଥା ବୈଷୟିକ ସମସ୍ୟାକୁ ନେଇ ବିଭାଗ କରାଯାଇଛି। ଜନଗଣନା। ଜନଗଣନା କହିଲେ ଆମେ କଣ ବୁଝୁ ନା ଜନଗଣନା କହିଲେ କୌଣସି ଦେଶର ସାମାଜିକ ବା ଅର୍ଥନୈତିକ ମାନବ ଗୁଣାବଳୀ ସମ୍ବନ୍ଧୀୟ ତଥ୍ୟକୁ ସଂଗ୍ରହ କରି ଏକ ପୁସ୍ତକ ଆଗରେ ପ୍ରକାଶ କରିବା। ମାନେ ଯେମିତିକି ଗୋଟେ ମନେକର ଧରିବା ଗୋଟେ ଜନସଂଖ୍ୟାର କେମିତି କରାଯାଏ ଜନଗଣନା? ସେଠିକା ଏରିଆର ଲୋକ କୋଉ ଭଳିଆ ବସବାସ କରୁଛନ୍ତି, ସେଠି ସମାଜ କୋଉ ଭଳିଆ, କେଉଁ ପ୍ରକାର ସମ୍ପ୍ରଦାୟ ଲୋକ ବସବାସ କରୁଛନ୍ତି, ତାହାକୁ ଏକ ଖାତାରେ ନୋଟ କରିବାକୁ ବା ଗୋଟେ ପୁସ୍ତକରେ ଆଲୋଚନା କରିବାକୁ, ପ୍ରକାଶନ କରିବାକୁ ଜନଗଣନା କୁହାଯାଏ। ଆମେ ପ୍ରାଥମିକ ଭାବେ ଜନସଂଖ୍ୟାର ସମ୍ପର୍କିତ 3ଟି ପ୍ରମୁଖ ପ୍ରଶ୍ନ ଉପରେ ଉଦାହରିତ ବା କାହା କାହାକୁ ନେଇ କରାଯାଏ। ପ୍ରଥମ ହେଲା ଜନସଂଖ୍ୟାର ଆକାର ଓ ବିତରଣ। ଜନସଂଖ୍ୟା ଆକାର ଓ ବିତରଣକୁ ହିଁ ନେଇକି ଜନସଂଖ୍ୟା କେତେ ରହିଛି ତା ବିଷୟରେ ଗଣନା କରାଯାଏ। ସେକେଣ୍ଡ ହେଲା ଜନସଂଖ୍ୟାର ଅଭିବୃଦ୍ଧି ପରିବର୍ତ୍ତନ ପ୍ରକ୍ରିୟା। ଜନସଂଖ୍ୟାର ଅଭିବୃଦ୍ଧି କେତେ ହାରରେ ବଢି ଚାଲିଛି, କେତେ ହାରରେ କମି ଚାଲିଛି, କଣ କଣ ପରିବର୍ତ୍ତନ ଆସୁଛି ତା ବିଷୟରେ ନୋଟ ଡାଉନ। ଏବଂ ଥାର୍ଡ ପଏଣ୍ଟ ହେଲା ଜନସଂଖ୍ୟାର ବୈଶିଷ୍ଟ୍ୟ, ମାନେ ବୟସ, ଲିଙ୍ଗ, ଶିକ୍ଷା, ବୃତ୍ତି ଓ ସ୍ୱାସ୍ଥ୍ୟ ସମ୍ବନ୍ଧିତ। ତେବେ ଆମେ ଯଦି ବୁଝିବା ଜନସଂଖ୍ୟା ପ୍ରଥମେ 1881 ମସିହା ଆରମ୍ଭ ହୋଇଥିଲା, ଯାହାକି ପ୍ରତି 10 ବର୍ଷରେ ଥରେ, ଯୋଉଟା କି ଆମର ଜନସଂଖ୍ୟା ହେଇଥିଲା 2011 ମସିହାରେ। 2021 ମସିହାର ବାଦ କିନ୍ତୁ କରୋନା କୋଭିଡ-19 ପ୍ୟାଣ୍ଡେମିକ ସିଚୁଏସନ ଯୋଗୁଁ ଜନଗଣନା କରାଯାଇ ପାରିଲା ନାହିଁ, ଯାହାକି ନେକ୍ସଟ 2031 ପୁଣି କାଉଣ୍ଟ କରାଯିବ, କାରଣ 10 ବର୍ଷ ଡିଫରେନ୍ସରେ ଜନସଂଖ୍ୟା ଗଣନା କରାଯାଏ। ଜନସଂଖ୍ୟାର ଆକାର ବିତରଣ। 2011 ମସିହା ଜନଗଣନା ଅନୁସାରେ ପୃଥିବୀର ମୋଟ ଜନସଂଖ୍ୟା ପ୍ରାୟ 121 କୋଟି ଭାଗ ରହିଛି, ଯେଉଁଠି ପୃଥିବୀ ଜନସଂଖ୍ୟାର 17.5% ରହିଛି। ଭାରତ ଏହି ବିରାଟ ଜନସଂଖ୍ୟାର ବିତରଣ ମାନେ ଏ ଯୋଉ ଲୋକ ରହୁଛନ୍ତି ଯଥେଷ୍ଟ କିଛିଟା ଡିଫରେନ୍ସ ରହିଛି। କଣ କଣ ନା ଏହି ଜନସଂଖ୍ୟା ଭାରତର 3.28 ନିୟୁତ ବର୍ଗ କିଲୋମିଟର, ଯାହାକି ସମଗ୍ର ପୃଥିବୀ କ୍ଷେତ୍ରଫଳ ମାତ୍ର 2.4% ମଧ୍ୟ ହିଁ ରହିଛନ୍ତି। 2011 ଜନଗଣନା ଅନୁସାରେ ଯୋଉଟା ଆମର ଟେବଲ ଦେଇଛି ଓଡିଶାର ଏବଂ ଭାରତର କଣ କଣ ହେଇଥିଲା ନା ସମୁଦାୟ ଜନସଂଖ୍ୟା ଯଦି ଆମେ ଓଡିଶା ଧରିବା 4,19,47,368 ଜନସଂଖ୍ୟା ଥିବା ବେଳେ ଭାରତର 121,01,93,422, ଯେଉଁଥିରେ ବାର୍ଷିକ ଯଦି ଆମେ ଦେଖିବା ବୃଦ୍ଧି ହାର 13.97 ବୃଦ୍ଧି ହାର ରହିଛି, ଯେଉଁଥିରେ
ଭାରତ ରହିଛି 7.674 ରହିଛି। ତାପରେ ଯଦି ଆମେ ସାକ୍ଷରତା ହାର ଦେଖିବା 73% ଅଛି ଓଡ଼ିଶାର, କିନ୍ତୁ 74 ହେଲା ଭାରତର। ଏଇଟା ହେଲା ଭାରତର ଏବଂ ଏଇଟା ହେଲା ଓଡ଼ିଶା। ଟେବଲଟିକୁ ଆପଣ ପଜ କରିକି ପଢି ନେବେ। ତାପରେ 2011 ଗଣନା ଅନୁସାରେ ଯଦି ଆମେ ଉତ୍ତରପ୍ରଦେଶର ଜନସଂଖ୍ୟା ଦେଖିବା 19.95 କୋଟି, କିନ୍ତୁ ଏହା ସମଗ୍ର ଜନସଂଖ୍ୟାର 16% ରହିଛି। ତେଣୁ ଏହି ରାଜ୍ୟ ଜନସଂଖ୍ୟା ବି ନିଶ୍ଚିତ ଅଧିକ। କାହିଁକି ଉତ୍ତରପ୍ରଦେଶରେ ଅଧିକ? ନା ଉତ୍ତରପ୍ରଦେଶରେ ପ୍ରଥମେ ଯଦି ଆମେ ଭୂମିରୂପ ଦେଖିବା, ଭୂମିରୂପ ସେଠାରେ ଅଛି ସମତଳ ଭୂମି, ଯେତିକି ଉପକୂଳବର୍ତ୍ତୀ ନଦୀର ସମତଳ ଭୂମି, ସେଇ ମଧ୍ୟ ଗଙ୍ଗା ଏବଂ ଗଙ୍ଗା ନଦୀର ଉପତ୍ୟକା ମଧ୍ୟ ସେଇ ଜାଗାରେ, ଯେଉଁ କାରଣରୁ ସେଠାରେ ଅଧିକ ପରିମାଣ କୃଷି ହେଉଛି ଏବଂ କୃଷି ଅଧିକ ରହିବା ଯୋଗୁଁ ସେଠାରେ ଅଧିକ ବସବାସ କରୁଛନ୍ତି। କିନ୍ତୁ ଏମିତି କିଛି ଜାଗା ଅଛି ଯୋଉଟା ଜନସଂଖ୍ୟା ବହୁତ କମ୍, ଯୋଉଟା ଏମିତି ହେଲା ସିକିମ ରାଜ୍ୟ ରହିଛି ଯାହାର ଜନସଂଖ୍ୟା ମାତ୍ର 0.61 ନିୟୁତ ଏବଂ ତାଠୁ କମ୍ ହେଲା ଲାକ୍ଷାଦ୍ୱୀପ ଜନସଂଖ୍ୟା ମାତ୍ର 64,000। କାହିଁକି? ନା କାରଣ ସେଠାକାର ଜମି ଉର୍ବର ନୁହେଁ, ଅନୁର୍ବର ହେଇପାରେ, ଚାଷ ଉପଯୋଗୀ ନୁହେଁ, ଯାଯାବର ଜୀବନଯାପନ କଥା। ଏଇ ଯୋଗୁଁ ଭୂମିରୂପ ଦେଖିକି କଣ ଆମର ଦେଖାଯାଏ ଯେ କେତେ ଜନସଂଖ୍ୟା, କେଉଁଠାରେ ଘନତ୍ୱ ଅଧିକ, କେଉଁଠାରେ ଘନତ୍ୱ କମ୍। ଯଦି ଘନତ୍ୱ କମ୍ କହିବା, ଜାମ୍ମୁ କାଶ୍ମୀର, ହିମାଚଳ ପ୍ରଦେଶ, ନାଗାଲାଣ୍ଡ, ମଣିପୁର, ତ୍ରିପୁରା, ମେଘାଳୟ, ରାଜସ୍ଥାନ, ମଧ୍ୟପ୍ରଦେଶ ଜନସଂଖ୍ୟା ବହୁତ କମ୍। ବନ୍ଧୁର ଭୂମି ଓ କେତେକ ସ୍ଥାନ ପ୍ରତିକୂଳ ଜଳବାୟୁ ଯୋଗୁଁ କମ୍ ଲୋକ ବସବାସ କରୁଛନ୍ତି, ଯୋଉଟା ମୁଁ ଆପଣଙ୍କୁ କହିଲି। ଏବଂ ଘନତ୍ୱ କେମିତି କରାଯାଏ? ନା କୌଣସି ଦେଶରେ ବା ଗୋଟିଏ ବର୍ଗ କିଲୋମିଟର ଭିତରେ ଯେତିକି ଲୋକ ବସବାସ କରନ୍ତି, ସେଇ ଲୋକ ସଂଖ୍ୟାକୁ ସେଇ ଜନସଂଖ୍ୟାର କଣ ସେଇ ଅଞ୍ଚଳର ଘନତ୍ୱ କୁହାଯାଇଥାଏ। ଯଦି ଆମେ ଦେଖିବା ଯେଉଁ ଅଞ୍ଚଳ ସମତଳ ଭୂମି, ଉର୍ବର ମୃତ୍ତିକା, ପ୍ରଚୁର ବୃଷ୍ଟି, ଅନୁକୂଳ ଜଳବାୟୁ ଦେଖାଯାଏ, ସେଠାରେ ଅଧିକ ଘନତ୍ୱ ଦେଖାଯାଏ। ଯେମିତିକି 5ଟି ରାଜ୍ୟ ହେଲା ଆନ୍ଧ୍ରପ୍ରଦେଶ, ବିହାର, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ଯାହାକି ଟୋଟାଲି ଆମ ଭାରତର ଯଦି ଜନସଂଖ୍ୟା ଧରିବା ତାର ଅଧା ସେଠାରେ ବସବାସ କରୁଛନ୍ତି। ଯେମିତି ରାଜ୍ୟର ରାଜସ୍ଥାନ କ୍ଷେତ୍ର ଦୃଷ୍ଟିରେ ସର୍ବବୃହତ ରାଜ୍ୟର ମାତ୍ର ଜନସଂଖ୍ୟା ଯଦି କହିବେ 5.5% ଲୋକ ବସନ୍ତି, କିନ୍ତୁ ରାଜସ୍ଥାନ କହିଲେ ଆମ ଭାରତର ସବୁଠୁ ବଡ ରାଜ୍ୟ ମଧ୍ୟ କୁହାଯାଇଥାଏ। ବୁଝିଗଲା? ଯେଉଁଟା ଆପଣ ଦେଖିପାରିବେ ଦେଶ ମାନେ ମଧ୍ୟରେ ଜନସଂଖ୍ୟା କେତେ, କେଉଁ ଦେଶରେ ଯାହାର ପ୍ରଥମ ସ୍ଥାନ ଅଧିକାର 2011 ଅନୁସାରେ ଚୀନ, ଦ୍ୱିତୀୟ ରହିଛି ଭାରତ, ତୃତୀୟ ରହିଛି ଯୁକ୍ତରାଷ୍ଟ୍ର ଆମେରିକା, ଇଣ୍ଡୋନେସିଆ, ବ୍ରାଜିଲ, ପାକିସ୍ତାନ, ବାଂଲାଦେଶ, ନାଇଜେରିଆ, ରୁଷିଆ, ଜାପାନ। ତେବେ କେବଳ ଜନସଂଖ୍ୟା ଆକାରକୁ ନେଇକି କୌଣସି ଦେଶର ଜନସଂଖ୍ୟା ତା ମାତ୍ରା ଦେବ କୁହାଯାଇ ପାରିବ ନାହିଁ। ଜନସଂଖ୍ୟା ଆକାର ଦୃଷ୍ଟିରେ ଆବଶ୍ୟକ ହୋଇଥାଏ ସମ୍ବଳ ମାନେ କେତେ ସମ୍ବଳ ବ୍ୟବହାର କରୁଛନ୍ତି, କେତେ ସମ୍ବଳ କମ୍ ବ୍ୟବହାର କରୁଛନ୍ତି, ଦେଶର ନାଗରିକର ଜୀବନ ଧାରଣ କୋଉ ଭଳିଆ, ଏଠାରେ କେଉଁ ପ୍ରକାର ସାହାଯ୍ୟ ଶାସନ ହଉଛି, ଏହା ବିଷୟରେ ମଧ୍ୟ ଅନୁଧ୍ୟାନ କରିବାକୁ ପଡିବ। ଯଦି ଆମେ ଦେଖିବା ଏହାର କ୍ଷେତ୍ରଫଳ ବହୁତ କମ୍, ମାତ୍ର ଏହାର ଜନସଂଖ୍ୟା ହଉଛି 5.8। ସତ୍ତ୍ୱେ ଏକା ମାତ୍ରାଧିକ ଜନସଂଖ୍ୟା କୁହାଯାଇ ପାରିବନି, କାରଣ ଏଠି ମିଳୁଥିବା ଦ୍ରବ୍ୟ, ସେବା ପରିମାଣ ଜନସଂଖ୍ୟା ତୁଳନା ମଧ୍ୟ ଯଥେଷ୍ଟ ଅଧିକ। ମାତ୍ର ଭାରତର ସମସ୍ତ ଲୋକ ପାଇଁ ମିଳୁଥିବା ଦ୍ରବ୍ୟ ଓ ସେବାର ପରିମାଣ ଯଥେଷ୍ଟ କମ୍ ରହିଥିବା ଏଥିରେ ମାତ୍ରାଧିକ ଜନସଂଖ୍ୟା ବିଶିଷ୍ଟ ଦେହ କୁହାଯାଇ ପାରିବ। ଆମେ ନେକ୍ସଟ କ୍ଲାସରେ ନେକ୍ସଟ ପାର୍ଟରେ ଡିସ୍କସନ କରିବା ଜନସଂଖ୍ୟାର ଘନତ୍ୱ ଅନୁସାରେ ଜନସଂଖ୍ୟା କେମିତି କଣ ସେ ଡିଭିଜନ କରାଯାଇଛି। ଆମେ ନିଶ୍ଚିତ ନେକ୍ସଟ କ୍ଲାସକୁ ସେୟାର କରିବା। ଆପଣଙ୍କୁ ଏଇ ଭିଡିଓଟି ବହୁତ ଭଲ ଲାଗିଥିବ। ଯଦି ଭଲ ଲାଗିଥିବ ତେବେ ଆପଣଙ୍କୁ ମୋର ଗୋଟିଏ ଛୋଟିଆ ମୋ ରିକ୍ୱେଷ୍ଟ ରହୁଛି, ଆପଣ ମାନଙ୍କ ସାଙ୍ଗମାନଙ୍କୁ ସେୟାର କରନ୍ତୁ, ଯାହା ଦ୍ୱାରା ଆମେ ନଲେଜ ନିଜେ ପାଇବା ସହିତ ଅନ୍ୟମାନଙ୍କୁ ମଧ୍ୟ ବି ସେୟାର କରିପାରିବା। ତେବେ ମୁଁ ଆଶା କରିବି ଆପଣ ସାଙ୍ଗମାନେ ଆପଣ ସେୟାର କରନ୍ତୁ, ଲାଇକ୍, ସବସ୍କ୍ରାଇବ, ସେୟାର ନିଶ୍ଚିତ ରୂପେ କରନ୍ତୁ। ତା ସହିତ ମୁଁ ଚେଷ୍ଟା କରିବି ଡେ ବାଇ ଡେ ଇନକ୍ରିଜେସ୍ କରିକି କ୍ଲାସ ଗୁଡ଼ିକ ଯେମିତି ଆଗ ଭଳି ଅପଲୋଡେଡ ହଉଥିଲା ସେଭଳି ଅପଲୋଡ କରିବି। ତେବେ ସେଥି ପର୍ଯ୍ୟନ୍ତ ମୁଁ ଆପଣଙ୍କୁ ଆପଣଙ୍କ ପାଖରେ ରହୁଛି। ଜୟ ଜଗନ୍ନାଥ।